ଭାବୁଥିବେ ମୁଁ କାହିଁ କାନ୍ଦୁଛି। ମୁଁ କାନ୍ଦୁନି ସାଙ୍ଗମାନେ, ମୋ ଆତ୍ମା କାନ୍ଦୁଛି। ଆଜି ମୋ ଜୀବନଟାକୁ ଯେମିତି ମୁଁ କାଢ଼ିକି ଫୋପାଡ଼ି ଦେଇଛି ସେମିତି ଲାଗୁଛି। ମୁଁ ଏଠି ଏକା ହେଇଯାଇଛି। ଆପଣମାନେ ଜାଣିଥିବେ ୟାର ରହସ୍ୟଟା କାରଣ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ କେତେ ଖିଲି ଖିଲି ହସ ମୋ ମୁହଁରେ ଅଛି ୟାରିକୁ ଦେଖିକି। ଇଏ ହେଉଛି ଆମ ଘରର ଭୁତୁଣୀ, ମୋ ଭଉଣୀ। ଏକ୍ଜାକ୍ଟଲି ମୋ ଭଉଣୀ, ଭୁତୁଣୀ ନୁହଁ ଭଉଣୀ। ସେଠି ମେଳାରେ ଦେଖିଥିବା ଭୂତ ଠାରୁ ଏ ଭୂତଟା ବହୁତ କ୍ୟୁଟ୍ ଲାଗୁଛି। ଦେଖନ୍ତୁ କେମିତି ନାଚୁଛି। ତାପରେ ମୋ ପାଇଁ ଟିକେ ସେ ସରବତ କରିଦେଲା। ସରବତଟା କହିଲା ଦିଦି ସରବତ ତ ଆମେ ସବୁଦିନ ଖାଏ, କିନ୍ତୁ ତାକୁ ଯଦି ଆମେ ଟିକେ ଆଇସ୍ ପକେଇ ଖାଇବା କେମିତି ଲାଗିବ? ପୁରା ଚିଲ୍ ଲାଗିବ ନା। ତ ଆମେ ଚିଲ୍ କରିକି ଖାଇଥିଲୁ, ଦି ଭଉଣୀ ଖୁସିରେ ଖୁସିରେ ଖାଇଥିଲୁ, ମଜାଟେ ବି କରିଥିଲୁ, ବହୁତ ଭଲ ଲାଗିଥିଲା। ତାପରେ ଆମ ଡଗି ଆସିଥିଲା, ଡଗିକି ମୁଁ 2 ଖଣ୍ଡ ବିସ୍କୁଟ୍ ଦେଇଥିଲି। ଭଉଣୀ କହିଲା ତୁ ସେମିତି ଦେଇହେବନି, ତାକୁ କେମିତି ଦେଇହେବ ତୁ ଦେଖ। ସେ ତାକୁ ଭଲ ଭାବରେ ଜାଣିଛି, ଚିହ୍ନିଛି। ମୁଁ ତ 2 ଦିନର କୁଣିଆ, ମୁଁ ତ ଚାଲିଯିବି, ଆପଣମାନେ ଜାଣିଛନ୍ତି। ତ ସେମିତି ତାକୁ ବି ଟିକେ ଗେଲ କରିଦେଲି। ସିଏ ବି ଭଉଣୀ ବି ଯେମିତି ଗେଲ କରିଲା, ଯେ କ'ଣ ତା ବୟଫ୍ରେଣ୍ଡ ସିଏ ମୋତେ ଯେତିକି ଭଲ ନ ପାଏ ସେତିକି ଡଗିକି ସିଏ ଭଲ ପାଏ, କାରଣ ତା ଡଗି ହେଉଛି ଫେଭରେଟ୍। ଡଗି ବି ଆମ ଦ୍ୱାରା ଖାଇଦିଏ, ନବା ଭାବରେ ଶୋଇପଡ଼େ ଯେମିତି ଘରର ମାଲିକ ଶୋଇଛନ୍ତି। ମାଲିକ ସାର୍ ଜୁହାର ଜୁହାର ଜୁହାର, ପ୍ରଣାମ ସାର୍, ଆପଣ ଆରାମସେ ଶୁଅନ୍ତୁ। ନେଞ୍ଜଟିକୁ ଛାଡ଼ି ଦେଇ ଗୋଡ଼ଟିକୁ ଚୁଟି ଦେଇ ଆରାମସେ ଶୋଇଛି। ତାପରେ ଆମେ ପଳେଇ ଆସିଥିଲୁ ଟିକେ ଗ୍ୟାସ୍ ପାଖରେ। ଆମର ପିଲାଦିନର କଥା ମନେ ପଡ଼ିଯାଇଥିଲା। ତାପରେ ଆମେ ଭାଗ କରିକି ଖାଇଦେବା ହେଲା। ଠିକ୍ ଅଛି, ତୋର ଗୋଟେ ମୋର ଗୋଟେ, ତୋର ଗୋଟେ, ତୋର 2ଟିଆ ମୋର 2ଟିଆ, ତୋର 3ଟିଆ ମୋର 3ଟିଆ, ଆଉ ଗୋଟେ ବଳିଛି ତ। ହଉ ତୁ ଖାଇଦେନେ, ହେଇଗଲା ନା ତୁ ଚାହା। ଆପଣମାନେ ଯଦି ଏଇ ମଞ୍ଜିର ନାଁ ଜାଣିଛନ୍ତି ମୋତେ ଟିକେ କମେଣ୍ଟରେ ଜଣାଇବେ। ବାସ୍ ମୋ ଦୁଃଖର କାହାଣୀ ଏତିକିରେ ସରିଗଲା। ମୋ ଭଉଣୀ ସାଙ୍ଗରେ ଖେଳ ସରିଗଲା। ମୋ ବିଦାୟର କାଳୀନ ହେଇଗଲା। ମୁଁ ଯାଉଛି, ବାଇ ବାଇ ସାଙ୍ଗମାନେ।